ମୋହନ ଦାସ ପିଲାବେଳେ ଖୁବ୍ ଦୁର୍ବଳ ଥିଲେ। ଧଡ଼ଧଡ଼ିଆ ଚେହେରା, ଭାରି ଭୟାଳୁ। ଅନ୍ଧାର, ସାପ, ଭୂତ, ଚୋରକୁ ସେ ଭୟ କରୁଥିଲେ। ଆଲୁଅ ନ ଜଳିଲେ ସେ ରାତିରେ ଶୋଇପାରୁନଥିଲେ। ନିଜର ଦୁର୍ବଳ ଚେହେରାକୁ ନେଇ ମୋହନ ନିଜ ଉପରେ ନିଜେ ଖୁସି ନଥିଲେ। ମୋହନଙ୍କର ଏକ ଶ୍ରେଣୀ ସାଙ୍ଗ ଥିଲା। ନାଁ ତାର ଥିଲା ଶେଖ ମହତାବ। ପ୍ରକୃତରେ ମହତାବ ମୋହନଙ୍କ ଉପର ବ୍ୟାଚରେ ପଢୁଥିଲା। ଫେଲ ହୋଇ ମୋହନଙ୍କ ସହ ପଢି ସାଙ୍ଗ ହୋଇଥିଲା। ମହତାବ ଥିଲା ଭାରି ସବଳ, ହୃଷ୍ଟପୃଷ୍ଟ। ସ୍କୁଲର ସବୁ ଖେଳରେ ସେ ପ୍ରଥମ ହେଉଥିଲା। ପ୍ରଧାନ ଶିକ୍ଷକ ତାକୁ ଖୁବ୍ ଭଲ ପାଉଥିଲେ। ଦିନେ ମୋହନକୁ ମହତାବ କହିଲା, ମୋହନ, ତୁ ମାଂସ ଖା। ମାଂସ ନ ଖାଇଲେ ତୋର ସବଳ ଚେହେରା ହେବ ନାହିଁ। ମୁସଲମାନ ଏବଂ ଇଂରେଜ ମାନେ ମାଂସ ଖାଆନ୍ତି ବୋଲି ସେମାନେ ଭଲ ଚେହେରା ରଖିଛନ୍ତି, ସବଳ ହୃଷ୍ଟପୃଷ୍ଟ ହୋଇଛନ୍ତି। ଏ ଦେଶକୁ ଶାସନ ସେମାନେ ତେଣୁ କରୁଛନ୍ତି। ମୋହନଙ୍କର ଗାନ୍ଧୀ ପରିବାରରେ କିନ୍ତୁ କେବେ ଆମିଷ ପଶେ ନାହିଁ। ଗାନ୍ଧୀ ପରିବାର ଏକ ବୈଷ୍ଣବ ପରିବାର। ତଥାପି ଶେଖ ମହତାବ କଥାରେ ମୋହନ ମାଂସ ଖାଇବାକୁ ରାଜି ହୋଇଗଲେ। ଘର ପାଖ ନଈ କୂଳରେ ଦିନେ ମାଂସ ରୋଷେଇ ହେଲା। ମହତାବ ରୋଷେଇ କଲା। ପାଉଁରୁଟି ସହ ମାଂସ ଉଭୟ ମହତାବ ଏବଂ ମୋହନ ଖାଇଲେ। ମାଂସ ମୋହନକୁ ଭଲ ଲାଗିଲା ନାହିଁ। ଏହା କେମିତି ଚମଡ଼ା ପରି ଟାଣ ଲାଗିଲା। ମାଂସରେ ସେମିତି କିଛି ସ୍ୱତନ୍ତ୍ର ସ୍ୱାଦ ମୋହନ ଅନୁଭବ କରିନଥିଲେ। ଅଧାରୁ ମାଂସ ଖିଆ ଛାଡ଼ି ଦେଇ ମୋହନ ଉଠି ଆସିଲେ। ସେଦିନ ରାତିରେ କିଛି ଖାଇପାରି ନଥିଲେ ମୋହନ ଦାସ। ନିଦ ବି ତାଙ୍କର ହୋଇନଥିଲା। ଚାହୁଁ ଚାହୁଁ ହୋଇ ନିଦ ଭାଙ୍ଗୁଥିଲା। ଅଧା ନିଦରେ ମୋହନ ସ୍ୱପ୍ନ ଦେଖିଲେ ପେଟ ଭିତରେ ଛେଳିଟି ଶବ୍ଦ କରୁଥିଲା। ସେ ଶବ୍ଦ ଶୁଭୁଥିଲା ମୋହନକୁ। ନିଜେ ଅସ୍ଥିର ଥିଲେ ବି ମୋହନ ନିଜକୁ ପ୍ରଶ୍ନ କରୁଥିଲେ, ସେ ମାଂସ ନ ଖାଇଲେ ବଳବାନ ହେବେ କେମିତି? ଇଂରେଜଙ୍କ ବିରୁଦ୍ଧରେ ଲଢ଼େଇ କରିବାକୁ ଶକ୍ତି ପାଇବେ କିପରି? ସୁତରାଂ ତାଙ୍କୁ ମାଂସ ଖାଇବାକୁ ହେବ, ଯାହା ହେଇଯାଉ ନା କାହିଁ। ବାହାରେ ମାଂସ ଖାଇବାକୁ ମୋହନ ତେଣୁ ବାହାନା ଖୋଜିଲେ। ମା ପୁତଲି ବାଇ ଖାଇବାକୁ ଡାକିଲେ। ପେଟ ଖରାପ ଅଛି କହି ମୋହନ ଘରେ ଖାଉନଥିଲେ। ମା ବି ପଚାରୁଥିଲେ, ତୁ ମନୁ ବାହାରେ କୁଆଡେ କିଛି ଖାଉଛୁ କି? ସେ ଶେଖ ମହତାବ ସହ ମିଶୁନ ତ, ତା ସାଙ୍ଗ ଛାଡ। ମହତାବ ସଙ୍ଗ କିନ୍ତୁ ଛାଡି ପାରି ନଥିଲେ ମୋହନ ଦାସ। ତା ସହ ନିୟମିତ ମାଂସ ଖାଉଥିଲେ। ବର୍ଷେ ମାଂସ ଖାଇଥିଲେ ବି ମୋହନଙ୍କର ଚେହେରାରେ କିଛି ବି ପରିବର୍ତ୍ତନ ଆସିନଥିଲା। ଦେହର ଚେହେରା ବୃଦ୍ଧି ସହ ମାଂସ ଖାଇବା ଅନିବାର୍ଯ୍ୟ ନୁହେଁ ବୋଲି ମୋହନଙ୍କର ଅନୁଭବ ହେଲା। କିନ୍ତୁ ମନରେ ଚିନ୍ତା ଆସିଲା, ମାଙ୍କୁ ନ କହି ମାଂସ ଖାଇବା ଏକ ପାପ। ଏ ପାପ ଆଉ କରିବେ ନାହିଁ। ସେ ଆଉ ମାଂସ ଖାଇବେ ନାହିଁ। ଶେଖ ମହତାବ ସହ ମିଶିବେ ନାହିଁ। ମୋହନ ଥରେ ଯାହା ନିଷ୍ପତ୍ତି ନେଇଯାଆନ୍ତି ତାହା ସେ କରନ୍ତି। ମୋହନ ଆଉ ମାଂସ ଖାଇ ନଥିଲେ। ଶେଖ ମହତାବ ସହ ସାଙ୍ଗ ବି ହୋଇନଥିଲେ।